ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଆଜିର ବ୍ଲଗ୍‌କୁ ଆପଣମାନଙ୍କୁ ସ୍ୱାଗତ। ଦ୍ୱିତୀୟ ପାଳିରେ ମାଙ୍କର ପୂଜା କରାଯାଏ। ସେଥିପାଇଁ କ୍ଷୀରରେ ମାଣ ଲିପି ଝୋଟି ଚିତା ଦେଇ ମାଙ୍କର ଆରାଧନା କରିବା ପାଇଁ ବହୁତ ଭାରି ବଢ଼ିଆ ଲାଗେ। ଘର ଗୁଡ଼ାକ ଯେମିତି ବହୁତ ସୁନ୍ଦର ଲାଗେ, ବହୁତ ଖୁସି ବି ଲାଗେ। ଭୋର ପାହାନ୍ତାରୁ ଉଠି ଦୀପ ଦେଇ ମାଙ୍କୁ ଗାଧୋଇବା ପାଇଁ ହଳଦୀ ପାଣି ଚନ୍ଦନ ପାଣି ଯୋଗାଡ଼ି ଦେଲି। ମାଙ୍କୁ ବାହାର କରି ତାଙ୍କୁ ମୁଁ ହଳଦୀ ପାଣି ଚନ୍ଦନ ପାଣିରେ ଗାଧେଇ ଦେଲେ। ଦେଖୁନାହାନ୍ତି ମା କେତେ ସୁନ୍ଦର ଦେଖାଯାଉଛନ୍ତି। ତାପରେ ନୂଆ ଶାଢ଼ୀ ସିଙ୍ଗାର ପାଇଁ ଶଙ୍ଖା ସିନ୍ଦୁର ଚୁଡ଼ି ଦେଇ ତାଙ୍କୁ ଧୂପ ଦୀପ କୁମ୍ଭ ଥୋଇ ତୁଳସୀ ଗଛ ପାଖରେ ଏଠି ମୁଁ ଝୁଣା ନେଇ ମାଙ୍କୁ ଟିକେ ଦେବା ପାଇଁ ଗଲି। ମାଙ୍କୁ ଝୁଣା ଦେଇ ଘର ସାରା ବୁଲେଇ ନେଲି। ଶଙ୍ଖୁଡ଼ି ଭୋଗ ପାଇଁ ମୁଁ ଏଠି ଖେଚୁଡ଼ି ଘାଣ୍ଟ ତରକାରୀ ଟମାଟୋ ଖଟା ଆଉ କ୍ଷୀରି ଆଉ ଚକୁଳି ପିଠା କରି ମାଙ୍କର ଭୋଗ କରିବା ପାଇଁ ମୁଁ ରେଡ଼ି କରିଦେଇଛି। ଆଉ ମୁଁ ନିଜେ ବି ରେଡ଼ି ହେଇ ମାଙ୍କ ଏଠି ମୁଁ ପୂଜା କରେ। ବର୍ଷକରେ ଥରଟିଏ ଆସେ ମାଙ୍କ ପୂଜା, କିନ୍ତୁ ବହୁତ ବଢ଼ିଆ ଲାଗେ ପୂଜା କରିବା ପାଇଁ।